ନିର୍ବାଚନ ପରେ ନିର୍ବାଚନ ଆସେ, ସରକାର ଜନତାଙ୍କ ପାଇଁ ଅନେକ ପ୍ରତିଶ୍ରୁତି ନେଇ ଆସନ୍ତି, କିନ୍ତୁ ତାହା କେବେ ପୂରଣ ହୁଏ ନାହିଁ। ଏହା ଆଜି ଆମେ ଏଥିପାଇଁ କହୁଛୁ ଯେ ତଳସରା ନିର୍ବାଚନ ମଣ୍ଡଳୀରେ ଜନତା ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଦେଖିବାକୁ ଗଲେ ଅଞ୍ଚଳର ପ୍ରତ୍ୟେକ ବ୍ୟାଙ୍କରେ ମା'ମାନଙ୍କ ପାଇଁ ଶୌଚାଳୟଟିଏ ମଧ୍ୟ ନାହିଁ। ତା ସହିତ ବ୍ୟାଙ୍କ ଗୁଡ଼ିକ ମୁଖ୍ୟ ରାଜରାସ୍ତା ଉପରେ ଥିବା କାରଣରୁ ବ୍ୟାଙ୍କ ସମ୍ମୁଖରେ ଅନେକ ମୋଟର ସାଇକେଲ ଜମା ହେବା ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ବଢ଼ିବାରେ ଲାଗିଛି। ସରକାର ନାରୀ ସଶକ୍ତିକରଣ କଥା କହୁଥିବା ବେଳେ ବର୍ଷ ବର୍ଷ ଧରି ବ୍ୟାଙ୍କ ପରିସରରେ ପାଣିର ସୁବିଧା ମଧ୍ୟ ହୋଇନାହିଁ। ତା ସହିତ ସାପ୍ତାହିକ ହାଟ ପାଇଁ ସରକାର ହଜାର ହଜାର ଟଙ୍କା ଟିକସ ଆଦାୟ କରୁଥିବା ବେଳେ ଲୋକେ ଖରା ତାତି ଓ ପାଣି ବିକଳରେ ଦିନ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି। ବଜାର ଓ ରାଜରାସ୍ତା ସମ୍ମୁଖରେ ମଦ ଦୋକାନ, ତା ସହିତ ନାରୀମାନେ ବଜାର ସମୟରେ ମଦ ଦୋକାନ ସମ୍ମୁଖରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜ ପରିବାର ସହିତ ବସିବା ବିକାଶକୁ ଇଙ୍ଗିତ କରୁଛି। ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବସ୍ଷ୍ଟାଣ୍ଡରେ ପ୍ରତୀକ୍ଷାଳୟ ପାଇଁ ଖର୍ଚ୍ଚ କରୁଥିବା ବେଳେ ଶୌଚାଳୟର ସୁବିଧା ନ କରିବା ନାରୀ ସମାଜ ମୌଳିକ ଅଧିକାରରୁ ବଞ୍ଚି ରହୁଥିବା ଦେଖିବାକୁ ମିଳୁଛି। ଯୋଜନା ମାଳମାଳ ହେଲେ ଆଜି ମଧ୍ୟ ନାରୀ ଅବହେଳିତ ଓ ମୌଳିକ ସୁବିଧାରୁ ବଞ୍ଚିତ। ମାତ୍ର ପ୍ରତି 5 ବର୍ଷରେ ସରକାର ଲୋକଙ୍କୁ ଭୁଆଁ ବୁଳେଇ ନିଜର ସଂଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି। ଦେଖିବାକୁ ବାକି ରହିଲା ପୁରୁଣା ପାଠର ଆଲୋଚନାକୁ ନେଇ ଲୋକେ ନ ହୋଇ ବା ମୌଳିକ ଅଧିକାରକୁ ଦେଖି ଭୋଟ ଦେଉଛନ୍ତି। ଗ୍ରାଉଣ୍ଡ ଜିରୋରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।